ଦେଖନ୍ତୁ ଆପଣ ଆଜି ଯେଉଁ ଆମର ଗୋଟେ ବଡ଼ ସୁନ୍ଦର ଜିନିଷଟେ ଆଲୋଚନା ହେବାର ଆବଶ୍ୟକତା ଅଛି, ଯେଉଁଟାକି ଆମର ଏଇ ଯେଉଁ ସରକାର ଅଛନ୍ତି, କେନ୍ଦ୍ର ସରକାର ଅଛନ୍ତି, ରାଜ୍ୟ ସରକାର ଗୁଡ଼ିକ ଅଛନ୍ତି ଏବଂ ଚାହିଁଲେ କେନ୍ଦ୍ରଠୁ ନିର୍ଦ୍ଦେଶ ବି ଆସିପାରିବ। ଗୋଟେ ସେଇ ବିଷୟଟା ହେଲା ଯେ ଏଇ ଯେଉଁ ଅଗଷ୍ଟ 15 ଆଉ ଜାନୁଆରୀ 26 ଯେଉଁ ଆମର ଜାତୀୟ ପର୍ବ ଦୁଇଟା ରହିଛି, ଏଇ ଜାତୀୟ ପର୍ବରେ ଏଥିରେ ସମସ୍ତେ ଅଂଶଗ୍ରହଣ କରୁଛନ୍ତି। କହିବାର ଅର୍ଥ ହେଲା ଆବାଳ ବୃଦ୍ଧ ବନିତାଠୁ ଆରମ୍ଭ କରି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ପାଳନ କରୁଛନ୍ତି। ସେଇ ଦିନ ଗୁଡ଼ାରେ ନିର୍ଦ୍ଦିଷ୍ଟ ଭାବେ କୌଣସି ଜାତି ବା କୌଣସି ଧର୍ମର କଥା ଉଠୁନାହିଁ, କାହିଁକି ଜାତୀୟ ପର୍ବ ହିସାବରେ। ସେ ଜାତୀୟ ପର୍ବ ଏମିତି ଆସିକିରି ଏବେ ଆସିକିରି 80ତମ ସ୍ୱାଧୀନତା ଦିବସ ପାଳନ କରା ହେଇଗଲାଣି, ମାତ୍ର ତାକୁ ଗୋଟେ ବିଧିବଦ୍ଧ ବ୍ୟବସ୍ଥା ଭିତରେ ସେ ପଇସା ପତ୍ର ଆସିବ କେମିତି, ଆଉ ବ୍ଲକ ସ୍ତରରେ ହେଉଛି, ରାଜ୍ୟ ସ୍ତରରେ ହେଉଛି, ଜିଲ୍ଲା ସ୍ତରରେ ହେଉଛି, ଜିଲ୍ଲା ସ୍ତରରେ ଆସୁଛନ୍ତି ବଡ଼ ବଡ଼ ଗେଷ୍ଟ ଆସିକିରି ତାକୁ ଅର୍ଗାନାଇଜ୍ କରିକିରି ସେମାନେ କରୁଛନ୍ତି ଜିଲ୍ଲା ସ୍ତରରେ। ଏ ବ୍ଲକ ସ୍ତରରେ ଯେଉଁ ଯେକୌଣସି କଥା ହଉ, ଓଡ଼ିଶାରେ ବିଶେଷତଃ ଆମେ ଦେଖିବା, ଅନ୍ୟ କେଉଁଠି କ'ଣ ଅଛି ମୁଁ ଜାଣିନି, କିନ୍ତୁ ଯଦି ଦେଖିବା ଏ ପର୍ବ ଗୁଡ଼ିକ ଗୋଟେ ସରକାରଙ୍କର ପ୍ରୋତ୍ସାହନ ଏବଂ ସରକାରଙ୍କର ଅନୁଦାନ ବା କ'ଣ ତା'ର ବ୍ୟବସ୍ଥା ଅଛି ନ ଅଛି ଆମେ ତା ଭିତରେ ଜାଣିଥିଲେ ମଧ୍ୟ ଜାଣିନୁ ଭଳି ଲାଗୁଛି। ହେଲେ ସେହି ହିସାବରେ ଯଦି ଦେଖିବା ଆମର ପର୍ବପର୍ବାଣୀ ଗୁଡ଼ିକ ଅନେକ କ୍ଷେତ୍ରରେ ଯିଏ ଯାହାର ପାଳନ କଲେ ମଧ୍ୟ ଜାତୀୟ ପର୍ବଠୁ ବଡ଼ କେଉଁଟା ନାହିଁ। ସେ ପର୍ବ ପାଳନ କରିବାକୁ ହେଲେ ଅନ୍ତତଃ ବ୍ଲକ ସ୍ତରରେ ଯେମିତି ଜିଲ୍ଲା ସ୍ତରରେ ଗୋଟେ ପାଳନ କରାଯାଉଛି ଏଇ ଦିବସ ଗୁଡ଼ିକ, ଅନ୍ୟ ପକ୍ଷରେ ମହୋତ୍ସବ ଯେତେବେଳେ ଆମର 30 ଜିଲ୍ଲା ହେଲା ମହୋତ୍ସବ ପାଳନ କରାଗଲା ଜିଲ୍ଲା ସ୍ତରରେ ଯେଉଁଠି ସେଇଠି ଏଇ ଗଜପତି ମହୋତ୍ସବ। ସେଇଭଳି ଭାବରେ ବ୍ଲକର ଆମର 7ଟା ବ୍ଲକ ଅଛି, ବିଶେଷତଃ ଆମ ଗଜପତି କଥା କହୁଛି, ତା ଭିତରେ ମୋହନା ଆମର ଏତେ ବଡ଼ ବ୍ଲକ, ସଦର ମହକୁମା ଗୋଟେ ଯେଉଁଟାକି ନିର୍ବାଚନ ମଣ୍ଡଳୀର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟେ ସଦର ମହକୁମା, ଏଇଠି ବି ଗୋଟେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ, ଏଇଠି ବି ଆମେ ପାଳନ କରୁଛୁ। କିନ୍ତୁ ସେ ପାଳନ କରିବା ଢାଞ୍ଚାଟା ଠିକ୍ ଭାବରେ ଲାଗୁନି। କାହିଁକି ଲାଗୁନି ଏ କଥା ବି ସତ ଯେ ଗୋଟେ ସିଷ୍ଟମେଟିକ୍ ବ୍ୟବସ୍ଥା କିଛି ନାହିଁ। ତେବେ ବ୍ଲକ ସ୍ତରୀୟ କଥା ଯଦି ଚିନ୍ତା କରିବା, ବିଡ଼ିଓ କମ୍ ଅଧିକାର ଅଛି ବୋଲି କହିବାନି, ବହୁତ କିଛି ଅଧିକାର ଅଛି ଏବଂ ବ୍ଲକକୁ ଚାହିଁଲେ ସେ ବହୁତ କିଛି କରିପାରିବେ। ବ୍ଲକ ସ୍ତରରେ ପ୍ରତିବର୍ଷ ମୋହନା କଥା କହିବା, ଉଦୟଗିରି କଥା କହିବା, ସେଠି ସବୁ ଜିଲ୍ଲା ମାନେ ବ୍ଲକ ସ୍ତରରେ ଗଜପତି ଉତ୍ସବ ପାଳନ କରୁଛନ୍ତି, ମୋହନା ମହୋତ୍ସବ ହେଉଛି। ସେଇଭଳି ମୋହନା ମହୋତ୍ସବ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ କୌଣସି ଉପାୟରେ କରୁଛନ୍ତି ସେ ଅଲଗା କଥା, ଯଦି ପାଳନ କରାହେଉଛି ଏ ଆମର ବ୍ଲକ ସ୍ତରରେ ଏ ଜାତୀୟ ଦିବସ ଗୁଡ଼ା ପାଳନ କରିବାର ଆବଶ୍ୟକତା ଅଛି ଏବଂ ବିଡ଼ିଓ ସେ ଦାୟିତ୍ୱ ନିଅନ୍ତୁ। ସରକାର ଯଦି ତାଙ୍କର ବ୍ୟବସ୍ଥା ଭିତରେ ନାହିଁ ତଥାପି ତା ପାଇଁ ଆଟେମ୍ପ୍ଟ ନିଆଯାଉ ଏବଂ ଏଇଟା ଗୋଟେ ନୂଆ ହୁଏତ ହେଇପାରେ, ତଥାପି ଦାୟିତ୍ୱ ତାଙ୍କୁ ଦେଲେ ଭଲ ହେବ। କାରଣ କୌଣସି ଲୋକ ଗୋଟେ ବିଧାୟକ ହୁଅନ୍ତୁ, ବିଧାୟକ ନିର୍ଦ୍ଦିଷ୍ଟ ଭାବେ ଜଣେ ନିର୍ବାଚନ ମଣ୍ଡଳୀ ପାଇଁ ରହୁଛନ୍ତି, କେଉଁ ସଂସ୍ଥାରେ କେତେବେଳେ କ'ଣ ଯେ କରୁଛନ୍ତି ତା'ର ହିସାବ କେତେ ନାହିଁ। ଯୁବଗୋଷ୍ଠୀ କେତେବେଳେ କରୁଛନ୍ତି, ଉନ୍ନୟନ ପରିଷଦ କେତେବେଳେ କରୁଛି, ବା ଗୋଟେ ଅନ୍ୟାନ୍ୟ NGOs କରୁଛନ୍ତି, ଏମିତି ବିଭିନ୍ନ ପ୍ରକାର ଯେଉଁ ଫଙ୍କସନ୍ କରିବା ଭିତରେ ଗୋଟେ କିଛି ସିଷ୍ଟମେଟିକ୍ ରହୁନାହିଁ ଏବଂ ତା ଭିତରେ ପ୍ରିସାଇଡ୍ କରିବେ ବା ସଭାପତିତ୍ୱ କିଏ କରିବେ ତା'ର ହିସାବ କିତାବ ନାହିଁ। ସେଇ ଦିନର ଗୁରୁତ୍ୱକୁ ଉପଲବ୍ଧି କଲାଭଳି ବେଳେବେଳେ ସଭାପତିତ୍ୱ କଲାଭଳି ଅଧ୍ୟକ୍ଷ ବା ଅଧ୍ୟକ୍ଷତା କରିବା ଭଳି ଲୋକର ଅଭାବ ରହିଛି। ତେଣୁ ଏଇଟା ସରକାରଙ୍କ ପାଖରେ ଆମର ଦାବି ବୋଲି କହିଲେ ବି ଭୁଲ ହେବ ନାହିଁ, କି ଆମର ଅନୁରୋଧ କହିଲେ ବି ଭୁଲ ହେବନି, ବା ପରାମର୍ଶ ବୋଲି ଯାହା ଗ୍ରହଣ କରୁଛନ୍ତି କରନ୍ତୁ, ସେଥିରେ କହିବାର ନାହିଁ। ଏଇଟା ରାଜ୍ୟ ସ୍ତରରେ କ'ଣ ଦେଶ ସ୍ତରରେ ମଧ୍ୟ ପହଞ୍ଚୁ ଯେ ଏଇ ଯେଉଁ ଖର୍ଚ୍ଚ ବାର୍ଚ୍ଚଠୁ ଆରମ୍ଭ କରି ସେଇ ଦିନର ଯେଉଁ ଆବଶ୍ୟକତାଟା, ସମସ୍ତ ଦୋକାନବାଡ଼ିଠୁ ଆରମ୍ଭ କରି କଳକାରଖାନାଠୁ ଆରମ୍ଭ କରି ପ୍ରତ୍ୟେକ କଥା, ପେପର ମଧ୍ୟ ବନ୍ଦ, ପ୍ରତ୍ୟେକ କଥା ଯେତେବେଳେ ବନ୍ଦ କରାଯାଉଛି ତା ଭିତରେ ଗୋଟେ ତାକୁ ସରକାରଙ୍କ ତରଫରୁ କାହିଁକି ସେ ବ୍ୟବସ୍ଥା କରାହେଉନି। ତେଣୁ ମୋର କହିବାର ଇଚ୍ଛା ହେଲା, ଜଣେ ଆଡ଼ଭୋକେଟ୍ ହିସାବରେ କହିବି, ସ୍ଥାନୀୟ ଲୋକ ହିସାବରେ କହିବି ଯେ ୟାକୁ ଗୋଟେ ବିଧିବଦ୍ଧ ଭାବରେ ପଦକ୍ଷେପ ନିଆଯାଉ ଯେ ଏଇ ପର୍ବଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ବ୍ଲକ କର୍ତ୍ତୃପକ୍ଷ ବ୍ଲକ ସ୍ତରରେ ନିଅନ୍ତୁ, ଯାହାଫଳରେ ଲୋକ ବୁଝିବେ ଗୋଟେ ୟୁନିଫର୍ମିଟି ଆସୁଛି ବା ଆସିବ ଏବଂ ତାକୁ
पंचायत स्तर में पालन करेंगे एवं पंचायत जेहेतु गोटे आमर 39 गोटी पंचायत निर्दिष्ट मोहनार अच्छी यही समस्त प्रति गोटे भल प्रभाव पड़ो और सुदूर प्रसार यार फलाफल भल फलाफल आसो ए सन्देह कर कि ना। देखो ये जो कैंपेन रे यहाँ तो गोटे नव माने नुआ प्रणालीर कैंपेन बोली कहबी मु कहीं ए भितर सतरे एबे लोक को खर्चर होची आमे जानिछु आमे कौन करूछु कौट केमी क्या मागुच अनेक समय टंका पैसा नथिले तो किसी हेनी जमी पर्वपर्वाणी आम महोत्सव आरंभ कर सब होची दिन गुड़ाक ये कैंपेन गोटे गवर्नमेंट को गोटे जीव वार्ता जीव पहुँचब ब्लॉक स्तर आरंभ कर जिला स्तर राज्य स्तर आरंभ कर इवेन जो आम प्रधानमंत्री कथा कहु जदि को राज्य न हो यही कैंपेन रे भाग नहीं मुझे भाग्यवान मन करुचे खुशी अच्छी जे जहाँ अनेक दिन पर आमर सुज्ञान भाई जी बर्तमान आमर इंटरव्यू नौकरी आमर गोटे बाइट नौकरी से गोटे नव माने कौन ताकू कहबा विधिवत भाव में गोटे नुआ जिनस सृष्टि कर भारी खुशी लगुच आगुड़ाक मतामत जेत ज्ञानी विवेकी बोली कथा नहीं प्रत्येक मतामत नियाजाओ निश्चित भाव कहे गोटे जोठे नीति नियम एवं व्यवस्थापिक ढंग से गोटे उपयुक्त लोक को प्रोत्साहित करने सहित व्यवस्थाटा जदि कर आवश्यकता अच्छी तेरे कैंपेन माध्यम समस्त सचेतनता सृष्टि हो जिलापाल गुरुत्व दिंतु ब्लॉक प्रशासनिक दिंतु से चाहिए अनेक कथा करें कहीं ओएस ऑफिसर जड़े जोक नुहति गोटे ओडिशार सिविल सर्विस परीक्षा क्वालिफाई हवा लोक बा योग्य विवेचित हवा लोक मोर मुंडटा निश्चित भाव अलग से चाहिए गोटे प्रत्येक क्षेत्र में उणाधिक भेदभाव न रही जाति वर्ण धर्म निर्विशेष आबाल वृद्ध वनिता से भाग ने एवं ठीक भाव में पालन कर विशेषतः आ भर जो अंशग्रहण कली मत बहुत खुशी लगुच भावुची ये कथार कौन गोटे ओजन अच्छी और यार प्रभाव अन्य मान मतामत नहीं प्राय एक कथा कहे मोर विश्वास रही तेणुक निश्चित भाव मुझे कहबी व्यक्तिगत भाव कहीं सामूहिक भाव में अन्य कौटे जब आवश्यकता पड़ी मतामत देवी जे यहीटार आवश्यकता अच्छी ये कैंपेन गुरुत्व बहन करुच्ची जे आमर जातीय पर्व हिसाब से निर्दिष्ट भाव ये दुईटा दिन पालन कले बहुत आहरी भल हम बोली मोर विश्वास भी रही।